ରାଧେ କ୍ରିଷ୍ଣା ମୁଁ ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ଯେହେତୁ ମା ଲକ୍ଷ୍ମୀଙ୍କର ପୂଜା ଥିଲା ସେଥିପାଇଁ ମାଉସୀ ଧାନ ପେଣ୍ଡାରେ ବେଣୀ ମୁଡ଼ୁଥିଲା। ଭାଉଜ ଏଠି ମାଣବସା ଗୁରୁବାର ଶେଷ ଗୁରୁବାର ବୋଲି ସବୁ ବଡ଼ ବଡ଼ ଝଣ୍ଟି କାଟିଥିଲେ ଆଉ ବହୁତ ସୁନ୍ଦର ଭାବରେ ବହୁତ ଗୁଡ଼ାକ ଝଣ୍ଟି ସବୁ ପକାଇଥିଲେ। ଭାଉଜ ଏଠି ମା ଲକ୍ଷ୍ମୀଙ୍କ ପାଖରେ ଭୋଗ ଲଗାଇବା ପାଇଁ ପ୍ରଥମେ କ୍ଷୀରି ବନେଇଥିଲେ, ତାପରେ ହେଉଛି ଏଠି ଚିତଉ ପିଠା ବନେଇଥିଲେ। ଚିତଉ ପିଠା ବନେଇ ସାରିଲା ପରେ ସେ କୁଣ୍ଡା ପିଠା ବନେଇଥିଲେ। ଶେଷରେ ସେ ମଣ୍ଡା ପିଠା ବନେଇଥିଲେ। ସେ ଠାକୁରଙ୍କ ପାଖରେ ଭୋଗ ଲଗାଇବା ପାଇଁ କ୍ଷୀରି, ଚିତଉ ପିଠା, କୁଣ୍ଡା ପିଠା ଆଉ ମଣ୍ଡା ପିଠା ବନାଇଥିଲେ। ତାପରେ ଏଇଠି ମାଉସୀ ମା ଲକ୍ଷ୍ମୀଙ୍କର ପୂଜା ଷ୍ଟାର୍ଟ କରିଥିଲା।